ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସେଇଠି ଏଜୁକେସନରେ ସ୍ୱାଗତ କରୁଛି। ମୁଁ ଆଉ ଆପଣଙ୍କୁ କହିଥିଲି ପରୀକ୍ଷା ହେବ, ମୁଁ ତା ପାଇଁ କିଛି ସିଲେକ୍ସନ୍ କୋଶ୍ଚିନ୍ ଆଣିବି। ଓକେ, ମୁଁ ଯାହା ବି ପଢ଼ୁଛି ଏଇଟା ପୁରା ଫାଇନାଲି ପରୀକ୍ଷାରେ ପଡ଼ିବ। ଓକେ, ତେଣୁ ଦୟାକରି ଟିକେ ଧ୍ୟାନ ଦେଇକି ଦେଖନ୍ତୁ। ଏଇଟା ହେଲା ସେଇ +3 ଫାର୍ଷ୍ଟ ସେମିଷ୍ଟାର, ମୁଁ ସେଇ ପରିବେଶ ଉପରେ ପଢ଼ଉଛି। ଓକେ, ଦେଖ ଏଇଟା ସେ ଫାର୍ଷ୍ଟ ୟୁନିଟ୍ର ଏଇଟା ଖାଲି ଲଙ୍ଗ୍ କୋଶ୍ଚିନ୍ଟା ଗୋଟେ। ଓକେ, ମୁଁ ପରେ ନେକ୍ସଟ ଭିଡ଼ିଓରେ ଆଣିବି ଆମର ପୂର୍ବବର୍ଷ କିଛି କୋଶ୍ଚିନ୍, ଯେଉଁଟାକି ପ୍ରାୟ ମୁଁ ଦେଖିଲିଣି 3-4 ବର୍ଷ ହେଲାଣି ପୂର୍ବବର୍ଷ କୋଶ୍ଚିନ୍‌କି ସେ ଫଲୋ କରୁଛି। ଉତ୍କଳ ୟୁନିଭର୍ସିଟି ଯାହା ହୁଏ ବାରମ୍ବାର ସେ କୋଶ୍ଚିନ୍ ହିଁ ଆସୁଛି। ଓକେ, ମୁଁ କୋଶ୍ଚିନ୍ ଆନ୍ସର୍ ବି ନେଇ ଆସିବି। ଓକେ, ଆଜି ଆମେ ଦେଖିବା ଲଙ୍ଗ୍ କୋଶ୍ଚିନ୍‌ଟା ଆମେ ଆଲୋଚନା କରିବା, ଯାହାର ମୂଲ୍ୟ 7 ନମ୍ବର। ଓକେ, ପରିବେଶ କ'ଣ? ପରିବେଶ ଅଧ୍ୟୟନର ଗୁରୁତ୍ୱ ଓ ପ୍ରକାରଭେଦ ଆଲୋଚନା କର। ପରିବେଶ କହିଲେ ଆମେ ଚତୁଃପାର୍ଶ୍ୱସ୍ଥ ଅବସ୍ଥା ବା ଉପାଦାନ ଯାହା ଆମର କାର୍ଯ୍ୟକଳାପ ଉପରେ ବହୁଳ ଭାବରେ ପ୍ରଭାବିତ କରେ ତାହା ହିଁ ବୁଝୁ। ଏହି ପରିବେଶଟି କେତେକ ନିର୍ଜୀବ ଉପାଦାନକୁ ନେଇ ଗଠିତ। ଏହା ପ୍ରକୃତିଗତ ଉପାଦାନ ଯଥା ମାଟି, ଜଳ, ବାୟୁ, ଆଲୋକ, ଶକ୍ତି, ତାପ, କୁହୁଡ଼ି ଇତ୍ୟାଦି ପରିବେଶର ଇତ୍ୟାଦି ଉପାଦାନଗୁଡ଼ିକ ସହିତ ବ୍ୟକ୍ତିର ଜୀବନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂଶ୍ଳିଷ୍ଟ। ବ୍ୟକ୍ତିର କାର୍ଯ୍ୟକଳାପ ମଧ୍ୟ ତାହାର ନିଜ ପରିବେଶରେ ପରିବର୍ତ୍ତନକୁ ପ୍ରଭାବିତ କରେ। ପରିବେଶର ସମ୍ପୂର୍ଣ୍ଣ ସତ୍ତା ପ୍ରାକୃତିକ, ସାମାଜିକ ଏବଂ ମାନବ ସମ୍ବଳକୁ ନେଇ ଗଠିତ। ଆମ ଚତୁଃପାର୍ଶ୍ୱରେ ଥିବା ବୃକ୍ଷଲତା, ପାହାଡ଼, ପର୍ବତ, ନଦ, ନଦୀ, ବଣ, ଜଙ୍ଗଲ, ଘରଦ୍ୱାର ଓ ଝରଣା, କଳକାରଖାନା ଓ ବିଭିନ୍ନ ଜୀବଜନ୍ତୁଙ୍କୁ ନେଇ ଆମର ପରିବେଶର ଗଠିତ ହୋଇ ପରିବେଶର ଉପାଦାନଗୁଡ଼ିକୁ ମୁଖ୍ୟତଃ ସଜୀବ ଓ ନିର୍ଜୀବ ଉପାଦାନରେ ଗଢ଼ା। ସଜୀବ ଉପାଦାନ କହିଲେ ପରିବେଶ ମଧ୍ୟରେ ଉପାଦାନକାରୀ, ସଂରକ୍ଷକ, ସାମାଜିକ, ବିଶ୍ଳେଷକ, ପରିବର୍ତ୍ତନ ଇତ୍ୟାଦିକୁ ବୁଝାଏ। ନିର୍ଜୀବ ଉପାଦାନ କହିଲେ ଭୂମି, ଜଳ, ସୂର୍ଯ୍ୟ କିରଣ, ଉତ୍ତାପ, ଆଲୋକ ଏବଂ ଚାପ ଆଦିକୁ ବୁଝାଏ। ପରିବେଶ ମଣିଷକୁ ସୃଷ୍ଟି କରେ, ଲାଳନ ପାଳନ କରେ ଓ ନିରାପତ୍ତା ଦିଏ। ଦାର୍ଶନିକଠାରୁ ଆରମ୍ଭ କରି ବୈଜ୍ଞାନିକ ପର୍ଯ୍ୟନ୍ତ ସମସ୍ତେ ବ୍ୟକ୍ତିର ସୁଖ ସମୃଦ୍ଧି ପାଇଁ ତା'ର ପରିବେଶକୁ ଦାୟୀ କରିଥାନ୍ତି। ଡବ୍ଲ୍ୟୁ.ବି. ସ୍ୱେୟାରଙ୍କ ମତରେ ପରିବେଶ ଉଭୟ ପ୍ରାକୃତିକ ଓ ଅପ୍ରାକୃତିକ ପାରିପାର୍ଶ୍ୱିକ ଅବସ୍ଥାକୁ ସୂଚାଏ। ଟି.ଏନ୍. ଘୋଷଙ୍କ ମତରେ ସଜୀବର ବିକାଶକୁ ପୂର୍ଣ୍ଣମାତ୍ରାରେ ପ୍ରଭାବିତ କରୁଥିବା ସମୁଦାୟ ଅବସ୍ଥା ହିଁ ଆମର ପରିବେଶ। ପରିବେଶ ଅଧ୍ୟୟନ ଗୁରୁତ୍ୱ। ପରିବେଶ ବିଜ୍ଞାନର ଗୁରୁତ୍ୱ ନିର୍ମଳ ଆଲୋଚନା। 1. ପରିବେଶ ଅଧ୍ୟୟନ ଆମକୁ ପରିବେଶ ଓ ଏହାର ବିଭିନ୍ନ ଉପାଦାନ ଜ୍ଞାନ ପ୍ରଦାନ କରେ। 2. ପରିବେଶ ଅଧ୍ୟୟନ ଆମକୁ ଏ ପୃଥିବୀକୁ ଏକ ବାସସ୍ଥଳୀ ପାଇଁ ଉପଯୋଗୀ ଏବଂ ଏହାର ସଂରକ୍ଷଣ ସମ୍ପର୍କରେ ସଚେତନ କରାଏ। ପରିବେଶର ସୁରକ୍ଷା। ପରବର୍ତ୍ତୀ ବଂଶଧରର ସୁରକ୍ଷା ପାଇଁ କାର୍ଯ୍ୟ କରେ। ଜନ ଏବଂ ସମ୍ପ୍ରଦାୟ ସ୍ତରରେ ସମ୍ପର୍କଗତ ଧାରଣା ପ୍ରଦାନ କରେ। ସମଗ୍ର ପରିବେଶ ଓ ପରିବେଶ ସମ୍ପର୍କୀୟ ସମସ୍ୟା ପ୍ରତି ଏକ ସମ୍ବେଦନଶୀଳତା, ସଚେତନ ମନୋଭାବର ଜାଗ୍ରତ ନିମନ୍ତେ ବ୍ୟକ୍ତି ଏବଂ ସାମାଜିକ ଗୋଷ୍ଠୀଗୁଡ଼ିକ ସାହାଯ୍ୟ କରିବା। 5. ଏହା ବଣ୍ଟନ ଏବଂ ପରିବେଶ ପ୍ରଦୂଷଣ ସମ୍ପର୍କରେ ଜ୍ଞାନ ପ୍ରଦାନ କରେ। ଏହି ପ୍ରଦୂଷଣକୁ ଭିତ୍ତି କରି ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଏ। ଜନସଂଖ୍ୟା ବୃଦ୍ଧି ଯୋଗୁଁ କିପରି ପରିବେଶର ସମତା ନଷ୍ଟ ହୋଇଛି, ଏ ସମସ୍ତ ବିଷୟରେ ସେମାନେ ବିଭିନ୍ନ ତଥ୍ୟ ସଂଗ୍ରହ କରିବାରେ ସହାୟକ ହେବ। ପରିବେଶ କିପରି ପରିଷ୍କାର ଓ ସନ୍ତୁଳିତ ରହିବ, ସେହି ବିଷୟରେ ଆଗ୍ରହ ପ୍ରକାଶ କରିବା। ପରିବେଶ ପ୍ରଦୂଷଣ ବାୟୁ, ଜଳ, ଶବ୍ଦ ଓ ତାପ ପ୍ରଦୂଷଣର ପରିଣତ ବୋଲି ସେମାନଙ୍କୁ ହୃଦୟଙ୍ଗମ କରାଇବା।
ପୃଥିବୀର ବିଭିନ୍ନ ପ୍ରକାର ଫୁଲ, ପଶୁପକ୍ଷୀଙ୍କ ସୌନ୍ଦର୍ଯ୍ୟକୁ ଉପଲବ୍ଧ କରିବା। ଏହାଦ୍ୱାରା ପରିବେଶର ପ୍ରଭାବ ଓ ଅସୁବିଧା ସମ୍ପର୍କରେ ଧାରଣା କରିହୁଏ। ପରିବେଶ ଉପରେ ତଥ୍ୟ ସଂଗ୍ରହ, ବର୍ଗୀକରଣ, ପରିବେଶର ଅସମତାର କାରଣ ଓ ଫଳାଫଳ ପ୍ରଭୃତି ମାନଚିତ୍ର, ଚାର୍ଟ, ଗ୍ରାଫ ପ୍ରଭୃତି ମାଧ୍ୟମରେ ପ୍ରକାଶ କରିବା ସମ୍ଭବ ହୁଏ। ଏହା ନୂତନ ନୀତି ପ୍ରବର୍ତ୍ତନ ଓ ଯୋଜନା ପ୍ରସ୍ତୁତ ପାଇଁ ପ୍ରେରଣା ପ୍ରଦାନ କରେ। ଲୋକଙ୍କ ମଧ୍ୟରେ ବୃକ୍ଷରୋପଣ, ଶିଳ୍ପ ଓ ବାୟୁର ପରିଷ୍କାର, ଶବ୍ଦ ପ୍ରଦୂଷଣ ନିମନ୍ତ୍ରଣ ଦ୍ୱାରା ସ୍ୱାସ୍ଥ୍ୟମୟ ଜୀବନଯାପନରେ ଏହା ସହାୟକ। ପରିବେଶକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଏ, ସେଗୁଡ଼ିକ ନିମ୍ନରେ ଆଲୋଚିତ। ପ୍ରାକୃତିକ ପରିବେଶ। ଆମ ଚତୁଃପାର୍ଶ୍ୱରେ ପ୍ରାକୃତିକ ଅବସ୍ଥା ଯାହା ମନୁଷ୍ୟକୃତ ନୁହେଁ, ତାହା ପ୍ରାକୃତିକ ପରିବେଶ। ଏହି ପ୍ରାକୃତିକ ପରିବେଶର ଉପାଦାନଗୁଡ଼ିକ ହେଲା ବାୟୁ, ଜଳ, ଆଲୋକ, ମାଟି, ଜଙ୍ଗଲ, ଉଦ୍ଭିଦ, ବୃକ୍ଷଲତା ଏବଂ ପଶୁ, ଜୀବ ଇତ୍ୟାଦି। ଏହି ପରିବେଶର ମନୁଷ୍ୟ ଏକ ଜୀବ ଏବଂ ପରିବେଶର ମଧ୍ୟ ଏକ ଉପାଦାନ। ଋତୁର ପରିବର୍ତ୍ତନ ଓ ଜଳବାୟୁର ପରିବର୍ତ୍ତନରେ ଏହି ପ୍ରାକୃତିକ ପରିବେଷ୍ଟନୀର ପରିବର୍ତ୍ତନ ଆସେ। ପ୍ରାକୃତିକ ପରିବେଶ ମୁଖ୍ୟ ଚାରୋଟି ମଣ୍ଡଳରେ ବିଭକ୍ତ: ଅଶ୍ମମଣ୍ଡଳ, ବାୟୁମଣ୍ଡଳ, ବାୟୁମଣ୍ଡଳ, ଜୀବମଣ୍ଡଳ। ଅଶ୍ମମଣ୍ଡଳ ଭୂପୃଷ୍ଠ ଓ ଭୂ ଅଭ୍ୟନ୍ତରର ସମସ୍ତ ଶିଳା ଓ ମୃତ୍ତିକାକୁ ନେଇ ଅଶ୍ମମଣ୍ଡଳ ଗଠିତ। ଏହା କଠିନ ପଦାର୍ଥରେ ଗଠିତ ଏବଂ ଜୀବମଣ୍ଡଳରେ ଆଶ୍ରୟସ୍ଥଳ। ବାୟୁମଣ୍ଡଳ ଏହା ବହୁତ ସ୍ତର ବିଶିଷ୍ଟ ପୃଥିବୀ ପୃଷ୍ଠକୁ ଘେରି ରହିଥିବା ଏକ ଗ୍ୟାସୀୟ ଆବରଣ। ଜୀବମଣ୍ଡଳର ଆବଶ୍ୟକୀୟ ଗ୍ୟାସୀୟ ପଦାର୍ଥ ଯୋଗାଇବା ସଙ୍ଗେ ସଙ୍ଗେ ଏହା ମଧ୍ୟରେ ପାଗର ସମସ୍ତ ପରିବର୍ତ୍ତନ ଘଟି ଜୀବଜଗତକୁ ପ୍ରଭାବିତ କରିଥାଏ। ବାୟୁମଣ୍ଡଳ ଭୂପୃଷ୍ଠସ୍ଥ ସମସ୍ତ ଜଳ ଭାଗକୁ ନେଇ ବାୟୁମଣ୍ଡଳ ଗଠିତ। ନଦୀ, ହ୍ରଦ, ଝରଣା, ଜଳାଶୟ, ସାଗର, ମହାସାଗର ତଥା ବରଫ ପ୍ରଭୃତି ଜଳମଣ୍ଡଳର ଅନ୍ତର୍ଗତ। ଏହା ଜୀବଜଗତର ପରିସଂସ୍ଥା ଭାବେ ବ୍ୟବହୃତ ହେବା ସଙ୍ଗେ ସଙ୍ଗେ ସେମାନଙ୍କର ଜୀବନ ପ୍ରକ୍ରିୟା ପାଇଁ ଏକ ଜରୁରୀ ଉପାଦାନ। ଏହା ମୁଖ୍ୟତଃ ମଧୁର ଜଳ ଓ ଲବଣାକ୍ତ ଜଳ ଭାବରେ ବିଭକ୍ତ। ସମସ୍ତ ସଜୀବମାନଙ୍କୁ ନେଇ ଏହି ମଣ୍ଡଳ ଗଠିତ। ଏହା ମଣିଷ ସମେତ ଜଳ, ବୃକ୍ଷଲତା, ପ୍ରାଣୀ ଓ ଅଣୁଜୀବମାନଙ୍କୁ ନେଇ ଗଢ଼ି ଉଠିଥିବା ପରିବେଶର ସବୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଜୀବମଣ୍ଡଳର ଅନ୍ତର୍ଗତ ଉଦ୍ଭିଦ ଓ ପ୍ରାଣୀ ପରସ୍ପର ଉପରେ ନିର୍ଭରଶୀଳ ଏବଂ ବିଭିନ୍ନ ସମ୍ପର୍କରେ ପରସ୍ପର ପରିପୂରକ ଅଟନ୍ତି। ଜୀବମଣ୍ଡଳ ଅନ୍ୟ ସମସ୍ତ ତିନି ମଣ୍ଡଳ ଉପରେ ନିର୍ଭରଶୀଳ। କୃତ୍ରିମ ପରିବେଶ। ମନୁଷ୍ୟ ତିଆରି କରିଥିବା ସମସ୍ତ ଉପାଦାନ କୃତ୍ରିମ ପରିବେଶ ଅନ୍ତର୍ଭୁକ୍ତ। ସହର, ବଜାର, ରାସ୍ତା, ନାଳ, ନର୍ଦ୍ଦମା, କୋଠାବାଡ଼ି, ବନ୍ଧବାଡ଼, କଳକାରଖାନା ଓ ଯାନବାହନ ଇତ୍ୟାଦି କୃତ୍ରିମ ପରିବେଶର ଅଂଶବିଶେଷ ଅଟନ୍ତି। ମନୁଷ୍ୟ ନିଜର ଚଳଣିକୁ ସୁବିଧାଜନକ ତଥା ବିଳାସମୟ କରିବା ପାଇଁ ଉକ୍ତ ପରିବେଶ ସୃଷ୍ଟି କରିଥାଏ। ଜନସଂଖ୍ୟା, ରାଜନୈତିକ ଅବସ୍ଥା, ସାଂସ୍କୃତିକ ମାନଦଣ୍ଡ ତଥା ସାମାଜିକ ସ୍ଥିତି ମାନବୀୟ ପରିବେଶକୁ ସୃଷ୍ଟି କରେ ଓ ଏହାକୁ ପ୍ରଭାବିତ କରେ। ଜୀବ ପରିବେଶ। ଏହି ପରିବେଶର ସମସ୍ତ ସଜୀବ ବାସ କରିଥାନ୍ତି। ପରିବେଶର ପ୍ରଭାବରେ ଜୀବଜଗତରେ କାର୍ଯ୍ୟକଳାପ, ଖାଦ୍ୟ ଓ ବାସସ୍ଥାନରେ ପରିବର୍ତ୍ତନ ଅଣାଯାଏ। ସାମାଜିକ ଅର୍ଥନୈତିକ ପରିବେଶ। ସାମାଜିକ ଅର୍ଥନୈତିକ ପରିବେଶ କହିଲେ ଯେଉଁ ପରିବେଶରେ ମାନବ ବୁଦ୍ଧିର ଉତ୍ତରାଧିକାର, ସାଂସ୍କୃତିକ ବିକାଶ ଓ ସାମ୍ପ୍ରଦାୟିକ ଜୀବନ ବିଷୟରେ ଜାଣି ହୁଏ, ଏହା ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ବିକାଶରେ ସହାୟକ ହୁଏ। ଏହା ଥିଲା ଏଇ ଲଙ୍ଗ କୋଶ୍ଚିନ୍ର ଉପରେ କିଛି ଆଲୋଚନା। ଓକେ, ଏଇ ଲଙ୍ଗ କୋଶ୍ଚିନ୍ ସରିଯାଇଛି। ଏଇଟା ପିଲାମାନେ ଭଲକି ପଢ଼ିଦେବ। ଏଇଟା ଦେଖିବ, ମୁଁ ପୁରା ଫାଇନାଲି କହୁଛି, ଏଇଟା ଗୋଟେ ଏକ୍ଜାମ୍ରେ ଆସିବ ପରିବେଶର।
ଆଉ ତାର ବି 2 ମାର୍କିଆ 3 ମାର୍କିଆ କିଛି ଆସିବ ଦେଖିନେବେ ଲେଖା। ଏ ଭିଡ଼ିଓ ସରିଯାଇଛି। ଜୟ ଜଗନ୍ନାଥ।